ବାଲେଶ୍ୱରରେ ଗଢ଼ି ଉଠିଛି ମାଳ ମାଳ ବେଆଇନ ଇଟାଭାଟି। ସରକାରୀ ନିୟମକୁ ଉଲ୍ଲଂଘନ କରି ମାଫିଆ ଇଟାଭାଟି ଚଳାଉଛନ୍ତି। ତେବେ ସରକାରୀ ଜମି ଏବଂ ନଦୀକୂଳିଆ ଅଞ୍ଚଳକୁ ଟାର୍ଗେଟ କରି ବାଲି ଓ ମାଟିକୁ ତାଡ଼ି ନେଉଛନ୍ତି। ସେପଟେ ଇଟାଭାଟିରୁ ବାହାରୁଥିବା ଧୂଆଁ ଏବଂ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ବଢ଼ି ଚାଲିଛି ମାଫିଆଙ୍କ ଦୌରାତ୍ମ୍ୟ। ତେବେ ବାଲେଶ୍ୱରରେ ଚାଲିଛି ଶତାଧିକ ବେଆଇନ ଇଟାଭାଟି, ଆଉ ସବୁକିଛି ବିନା କାଗଜପତ୍ରରେ। ସରକାରୀ ନିୟମକୁ ଖାତିର ନ କରି ଇଟାଭାଟି ଚଳାଇ ଆସୁଛନ୍ତି ଇଟାଭାଟି ମାଲିକ। କିନ୍ତୁ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ, ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ। କାହିଁକିନା ଇଟାଭାଟିରୁ ବାହାରୁଥିବା ବିଷାକ୍ତ ଧୂଆଁ ଏବଂ ପାଉଁଶ ପରିବେଶକୁ ପ୍ରଦୂଷିତ କରୁଛି। ନଦୀ ପଠାରୁ ଉର୍ବର ପଟୁମାଟିକୁ ଖୋଳି ଇଟା ତିଆରି କରୁଛନ୍ତି। ଆଉ ଯିଏ ଅଭିଯୋଗ କରିବାକୁ ବାହାରୁଛି, ମାଫିଆଙ୍କ ନାଲି ଆଖି ଡରରେ ନୀରବ ହୋଇଯାଉଛି। ବାଲେଶ୍ୱର ଜିଲ୍ଲାର ରେମୁଣା ଏବଂ ଦାହାପଡ଼ା ପଞ୍ଚାୟତର ନଦୀକୂଳିଆ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି ମାଫିଆ। ଏପରିକି ଜାତୀୟ ରାଜପଥ ନିକଟ ସରକାରୀ ଜମି ମଧ୍ୟ ଏମାନଙ୍କ ଆଖିରୁ ବାଦ୍ ପଡ଼ୁନାହିଁ। ତେବେ ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ତହସିଲ ଅଧୀନରେ 162ଟି ଇଟାଭାଟି କାର୍ଯ୍ୟକ୍ଷମ ରହିଛି। ଏଥିମଧ୍ୟରୁ ମାତ୍ର 2ଟି ଇଟାଭାଟିକୁ ପ୍ରଶାସନ ଅନୁମତି ମିଳିଛି। ବାକି 160ଟି ଇଟାଭାଟି ବେଆଇନ ଭାବେ ଇଟା ପ୍ରସ୍ତୁତ କରୁଛନ୍ତି। ପ୍ରଶାସନ ପକ୍ଷରୁ କେବଳ ରେମୁଣା ତହସିଲରେ ଥିବା ଇଟାଭାଟିଗୁଡ଼ିକରୁ 2023-24ରେ 1,30,17,000 ଟଙ୍କାର ଜରିମାନା ଆଦାୟ କରାଯାଇଛି। ବେଆଇନ ଭାବେ କଞ୍ଚା ଇଟା ଏବଂ ପୋଡ଼ା ଇଟା ଗଚ୍ଛିତ ରଖିଥିବା ଯୋଗୁଁ ଏହି ଜରିମାନା ଆଦାୟ କରିଛି ପ୍ରଶାସନ। ହେଲେ ସରକାରୀ ଜମିରୁ ମାଟି ଖୋଳିବା, ନଦୀ ପଠାରୁ ବାଲି ଉଠାଇବା ବାବଦକୁ ପ୍ରଶାସନର ନୀରବତା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ସମଗ୍ର ଦେଶରେ ଦିଲ୍ଲୀ ପରେ ସର୍ବାଧିକ ପ୍ରଦୂଷଣ ସହର ଭାବେ ବାଲେଶ୍ୱର ସାମ୍ନାକୁ ଆସିଛି। ଆଉ ଏହାର ପ୍ରମୁଖ କାରଣ ପାଲଟିଛି ବେଆଇନ ଇଟାଭାଟି। ପ୍ରତିଦିନ ଧୂଳି ଧୂଆଁରେ ଘାଣ୍ଟି ହେଉଥିବା ବାଲେଶ୍ୱରବାସୀ କେବେ ଏଥିରୁ ମୁକ୍ତି ପାଇବେ, ଆଉ ବେଆଇନ ଇଟାଭାଟି ଉପରେ କେବେ କାର୍ଯ୍ୟାନୁଷ୍ଠାନ, ତାହା ହିଁ ଦେଖିବାକୁ ଅପେକ୍ଷା।